जय जगन्नाथ। आज छुआ भल कथा मन रखिथ। आज आलोचना करवा मनुष्य कहानी। मनुष्य देहे दिव्य ज्ञान देखी संतोष भगवान। मनुष्य जी स्वतंत्र गोटे सत्ता परिप्रकाश आचार विचार चाली चलन व्यवहार संस्कार स्वतंत्र। माने आम देवता को न देखिले अनुमेयकारी देवता सदृश बुझी होती। देख गोटे भोजी हो गाँ सब कथबार्ता केते लोक खाइले किए कहते केते मनीष खाइले बर्तमान कुंभ मेला आम चलती खंडगिरी यात्रा बढ़ी 10,000 खंडे लोक होते कहना ना कहते 10,000 मनीष होते कहते कहीं लोक शब्द लोकटी हूँ लोक शब्दर अर्थ हूँ स्वतंत्र अलग लोक अगर आचार विचार चाली चलन व्यवहार संस्कार ठीक नथिबो से काम क्रोध लोभ मोह मद आचार्य आवृत थी पर हिंसुक होती बुझी शैवा शक्ति तीड़े मात्र नथिबो तेणु से लोक कहे सुतरां देववंशी हेले मनुष्य एवं दानवंशी हेले लोक समस्ते मानव हेले गुणवाचक कर्मवाचक आकर स्तर हूँ 2 भाग बर्तमान तुम देख लोक लोक को हानि दे कि गोटे मनीष मनीष को हानि पार कारण कौन जड़े मनीष सब चेष्टा करे से क्या दुख जमी न दो बुझीगला किंतु गोटे लोक से अन्यर दुख देखिले खुशी लगे अन्य को कष्ट दवा खुशी लगे बुझीपार ना बुझीपारे कथा आमे पशु जगत कौन कले जंगल आम सफा करते कालक्रमे पशु जगत लोप है आम जमी ठाकुर डाकुचे पशु जगत सेमती ठाकुर डाक भगवान को समस्ते डाक पशु जगत लोप हो गला से कौन कले प्रभु को डाकिले प्रभु से आत्मा गुरु सब मानव रूप जन्म दे शरीर हो पारे कौन मानव किंतु आत्मा पुरुष पशु पुरुष फल ये मांसाशी आत्मा पुरुष से अन्य को मारिबा सामान्य ना बुझी ठाकुर अभिराम परमहंस भाषा कहती है प्रभु मुझे अनै दौर चारिआडे लोक खाली मत माल माल देखा मुझे आखि बंद कर दौर मत सब बाघ भालू कुकुर माकड़ रूप देखा कारण कौन माने से आत्मा पुरुष गुरा कहते से संगे पशु संग होता हेतु पशु भाव होता हेतु ये मानव जन्म पाइले प्रकृति हूँ से बुझीपार ना बुझीपार तेणु वर्तमान समय अच्छी देख कलयुग सर समस्त आलोचना चारिआडे चली
ଚାରିଆଡେ କଳଙ୍କି 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 ଛାଡ଼ି ଚାଲିଛି। ସେ କଳଙ୍କି ଆସନ୍ତୁ କିମ୍ବା ନ ଆସନ୍ତୁ, କିନ୍ତୁ କଳଙ୍କିଙ୍କ ଲୀଳାଟା ଗୋଟେ ପରିପ୍ରକାଶ ଇଣ୍ଡାକ୍ଟ ହେଲାଣି। ମସ୍ତିଷ୍କମଣ୍ଡଳରେ ଗୋଟେ ଚେତନା ସମ୍ବନ୍ଧୀୟ ଜାଗରଣ ହେଲାଣି। ଇଏ 5,000 ଶିଷ୍ୟଙ୍କୁ ନେଇ କରୁ କି 5 ଜଣ ଶିଷ୍ୟଙ୍କୁ ନେଇ 50 ଜଣ ଶିଷ୍ୟଙ୍କୁ ନେଇ କରୁ, କିନ୍ତୁ ପ୍ରଭୁଙ୍କର ଗୁଣଦୋଷ କୀର୍ତ୍ତି ଗୋଟେ ସଂସାରରେ ପରିବେଷ୍ଟିତ ହେଲାଣି। ଆ ଭିତରେ ମଧ୍ୟ କିଛି ରାହୁ ପଶି ଯାଉଛି। ଆମେ ଦେଖୁଛୁ ଅନେକ ବ୍ୟକ୍ତି ଆମ ଆଗରେ ତାଙ୍କ ଗୁରୁଙ୍କ ବିଷୟ ଆସିକି ବୁଝିପାରୁଛି। ଏ ସମ୍ପୂର୍ଣ୍ଣ ତମ ମାନଙ୍କୁ ଚେତନା ହେଉଛି। ମନ ରଖିତ ଗୁରୁ ନିନ୍ଦା ଅହିନର ସେବା। ହେଲା, ଗୁରୁ ମୂର୍ଖ ହୁଅନ୍ତୁ କି ଶିକ୍ଷିତ ହୁଅନ୍ତୁ କି ବେଶିଆ ପଢା ଯାଆନ୍ତି, ଆମର ସେଥିରେ କିଛି ଜାଣି। ଆମ ପାଇଁ ଗୁରୁ ହିଁ ସଦା ସର୍ବଦା ଗୁରୁ। ବୁଝିପାରିଲ ନା ବୁଝିପାରିଲନି? ଗୁରୁଙ୍କୁ ନ ମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର। ଗୁରୁ ଈଶ୍ୱର ନୁହଁ, ଈଶ୍ୱର ସ୍ୱରୂପ। ଭଗବାନ ବା ଈଶ୍ୱର ଡାଇରେକ୍ଟ ଆସନ୍ତି ନାହିଁ, ଇନଡାଇରେକ୍ଟ ଆସନ୍ତି। ତା ମାଧ୍ୟମରେ ନା ଗୁରୁଙ୍କ ମାଧ୍ୟମରେ। ଆଉ କିଛି ବ୍ୟକ୍ତି ଅଛନ୍ତି ଆମେ ମଧ୍ୟ ଅନୁଭବକାରୀ, ଗୁରୁକୁଳରେ ଧିକ୍ଷା ନିଅନ୍ତି, ପୁଣି ଧିକ୍ଷା ଛାଡ଼ି ଦେଇକି ପୁରୀରେ ଯାଆନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିକି ଆସନ୍ତି। ମାନେ ଆମେ ପ୍ରଭୁ ଯୋଉ ଗୁରୁକୁଳରେ ଧିକ୍ଷିତ ହେଇଥିଲୁ ତାକୁ ଆମେ କାଟି ଦେଇଛୁ ତମ ପାଖରେ ଯାଉ। ମହାପୁରୁଷ ନିଜେ କହିଛନ୍ତି ଗୁରୁ ଅପରାଧୀ ଯେଉ ନର, ଇନେ ପୁରେ ନାହିଁ ତାଙ୍କ ସ୍ଥାନ, ଚଣ୍ଡାଳୁ ଠାରୁ ଯେ ହୀନ କହି, ତା ସଙ୍ଗ ସଙ୍ଗୀ ଯେ କେବେ ନହି, ତା ସଙ୍ଗ ସଙ୍ଗୀ ଯେ ଯେଉଁ ନର, ତାହାକୁ ଦୂରରୁ ନମସ୍କାର। ସେ ଧିକିଆ କଣ କିଏ ଛାଡ଼ିପାରେ? ଏବା ବନିଶୀ କଣ୍ଟା ମାଛ ଥରେ ଗିଳି ଦେଲା ପରେ ଶିକାରଟା ହାବୁଡରେ ପଡୁଛି। ଯଦି ସୂତା ଛିଣ୍ଡେଇକି ମାଛ ପଳେଇଲା, ସେ କଣ୍ଟା ତା ପେଟ ଭିତରେ ରହିବ, ଛଟପଟେଇକି ମରିବ। ତେଣୁ ସେ ଚିନ୍ତା କରିବା କଥା, ଯୋଉମାନେ ଜଗନ୍ନାଥ ମନ୍ଦିର ପଳାନ୍ତି ଗୁରୁ ଧିକ୍ଷାକୁ ଛାଡ଼ି ଦେଇକି, ବ୍ରହ୍ମା ଅଭିଶାପ ଦେଲେ ଶିବ ହରଣ କରିବେ, ଶିବ ଅଭିଶାପ ଦେଲେ ବିଷ୍ଣୁ ହରଣ କରିବେ, ବିଷ୍ଣୁ ଅଭିଶାପ ଦେଲେ ଗୁରୁ ହରଣ କରିବେ, କିନ୍ତୁ ଗୁରୁ ଅଭିଶାପ ଦେଲେ କେହି ହରଣ କରିପାରିବେ ନାହିଁ। ଆଉ ଗୁରୁ ଯୋଉମାନେ ହେଇଥାନ୍ତି, ଶେଷ ସମୟକୁ ଯୋଉ ଭୋଗନ୍ତି, ଆମେ ଆଖିରେ ଦେଖିଛୁ ଲୋକଙ୍କୁ ଲେବର ହେଇଯାଇଛି। ଆମ ଅନୁଭୂତି ଆମେ କହୁଛୁ, ଏ ଆଇମା ଗପ ନୁହଁ। ଗୁରୁଦ୍ରୋହୀ ଯେଉଁ ନର, ଦୂରରୁ ତାକୁ ନମସ୍କାର। ଯେମିତି ଦୁଷ୍ଟ ଲୋକକୁ ଦୂରୁ ଦୁଆର, ସେମିତି ଗୁରୁ ଦ୍ରୋହୀକୁ ଦୂରୁ ଦୁଆର। ଅନେକ ଗୁରୁକୁଳ ଅଛନ୍ତି ଆମେ ଦେଖୁଛୁ, ଜଣେ ଲୋକକୁ ଜଣେ ଗୁରୁଙ୍କ ପାଖରୁ ଆସିକି ଦିଅ, ସେଠି ଛାଡ଼ି ଦେଇକି ଆଉ ଜଣେ ଗୁରୁ ଦିଏ, ସେ ତାକୁ ଆସିତ କରିବେ। ଆମେ ଦେଖୁଛୁ ବର୍ତ୍ତମାନ ସମାଜରେ, କାହିଁକି କହିଲ ନା, ସେ ଗୁରୁଙ୍କ ପାୱାର ନେଇ ଗୁରୁ ଠାକୁର ଆଙ୍କ ପାଖକୁ ଶରଣ ହେଇଗଲେ, ଇଏ ଆମକୁ କହିକି ଗୁରୁ କାଟିଦେବେ କି? ତାଙ୍କଠୁ ବୋକା ସଂସାରରେ କେହି ନାହାନ୍ତି। ଗୁରୁ ପଦବାଚ୍ୟ ଗୋଟିଏ, ଜ୍ଞାନ ଅନେକ। ଏକଥା ଆମେ ଯୋଉ କହୁଛେ, ଆକୁ ଶୁଣିବ କିଏ?
ବର୍ତ୍ତମାନ ସମୟରେ କିଏ ଶୁଣିବେନି। ନାଗ ଆଗେ ପଦ୍ମତଳା ପଡିଲେ ନାଗ ଭଁ କରିବେ, ନାଗ ଶୁଣିବେ। ଭ୍ରମଣା କାଉଚିଆଙ୍କ ଆଗରେ ଯଦି ତମେ ପଦ୍ମତଳା ପଡିବ ସେ କଣ ଶୁଣିବେ? ତେଣୁ ବର୍ତ୍ତମାନ ଅନେକ ଗୁରୁକୁଳରେ ରାହୁ ରୂପକ ଶିଷ୍ୟ ପରିପୂର୍ଣ୍ଣ ଅଛନ୍ତି। ବଛା ବଛି ସମୟ ଆସିଲାଣି, ଆଉ ବେଶୀ ନୁହଁ, ଆଉ 2-3ଟା ମାସ ପରେ ବଛା ବଛି ସମୟ ଆସିଯିବ। ସେଠି ଜଣା ପଡିଯିବ କଣ କାଚ କାଚ ମଣି ମଣି କାର୍ଯ୍ୟ ବେଳେ ଜଣା ଜଣି ସେଇ ଜଗନ୍ନାଥଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବା ହରି।